ଆଜି ହେଉଛି ଆଜି ଦଶମ ଶ୍ରେଣୀ ପିଲାମାନଙ୍କର ବିଦାୟକାଳୀନ ଉତ୍ସବ ବା ବିଦାୟକାଳୀନ ଦିବସ। ଆଜିର ଦିନରେ ଆମକୁ ଦୁଃଖ କରିବା କଥା, କିନ୍ତୁ ମୁଁ ଏଠାରେ ଦୁଃଖ ପ୍ରକାଶ କରୁନାହିଁ, କାରଣ ମୁଁ ଜାଣିଛି ଆଜି ଆମେ ସାରଙ୍କର ବିଦାୟ ନେବାର ଗୋଟେ ଦିବସ ସତ, କିନ୍ତୁ ଆମେ ସାରଙ୍କ ପାଖରୁ ଚିରଦିନ ପାଇଁ ବିଦାୟ ନେବୁ। ଆମେ ସାରଙ୍କ ପାଖକୁ ଯେତେବେଳେ ଆସିଥିଲୁ, ଖାସ୍ କରି ମୁଁ ମୋ କଥା କହୁଛି, ମୁଁ ଯେତେବେଳେ ସାରଙ୍କ ପାଖକୁ ଆସିଥିଲି, ମୁଁ ଅଷ୍ଟମ ଶ୍ରେଣୀରେ ଏଠାରେ ଟ୍ୟୁସନକୁ ଆସିଥିଲି। ସାର୍ ମୋର ପ୍ରଥମେ ଆଜିର ବି ସେଦିନ ମନେ ଅଛି, ସାର୍ ସେଠି ବସିଥିଲେ ହେଉଛି ସାରଙ୍କ ଟ୍ୟୁବୱେଲ୍ ପାଖରେ ବସିଥିଲେ। ସାରଙ୍କ ଟ୍ୟୁବୱେଲ୍ ପାଖରେ ବସିଥିଲେ, ମୁଁ ଆସିଥିଲି। ମୁଁ ହେଉଛି ଫାଷ୍ଟ କଥା ଯେ ଆମର ଗୋଟେ ଯେତେବେଳେ ଆମେ ଟ୍ୟୁସନକୁ ଆସିବା ପୂର୍ବରୁ ଆମ ଘର ପାଖରେ ସାରଙ୍କର ଯାହା ପିଲା ନେମ୍ ଆଉ ଫେମ୍ ସମସ୍ତେ କୁହନ୍ତି ଯେ ପଣ୍ଡା ସାର୍ ଜଣେ ମାନେ ଭାରି ଷ୍ଟ୍ରିକ୍ଟ ଟିଚର, ପିଟିବାରେ ପାଠ ପଢ଼ାନ୍ତି ଯେମିତି ସେମିତି ପିଟନ୍ତି। କିନ୍ତୁ ମୁଁ ଏଠିକି ଆସିଲା ପରେ ଜାଣିଲି ଯେ ନା ସାର୍ ପିଟନ୍ତି ସତ କିନ୍ତୁ ପାଠପଢ଼ା କ୍ଷେତ୍ରରେ ନୁହେଁ। ପାଠପଢ଼ା କ୍ଷେତ୍ରରେ ସାର୍ ଯେତିକି ପିଟନ୍ତି ତାଠୁ ପିଟନ୍ତି ସାର୍ କେ କ୍ଷେତ୍ରରେ ନା ସଂସ୍କାର ହେଉଛି ଏଠି ଆମ ଏଇ ଟ୍ୟୁସନର ପ୍ରଥମ ପ୍ରାୟୋରିଟି ହେଉଛି ସଂସ୍କାର ଯେ ପିଲା ଶିଖିନେ ସେ ସାର୍ ତାକୁ ବହୁତ ଘୃଣା କରନ୍ତି। ଯେ ପିଲା ସାର୍ ସଂସ୍କାର ଶିଖାନ୍ତି ଆଉ ସାର୍ଙ୍କ ଉପଦେଶକୁ ସାର୍ ମାନିବା ପାଇଁ ଅନୁରୋଧ କରନ୍ତି ମାନେ କ'ଣ, ସାର୍ କୁହନ୍ତି ମୋ କଥାରେ ଚାଲ, ଜୀବନରେ ଜଣେ ବଡ଼ ମଣିଷ ହିଁ ବାହାରିବ। ସାର୍ ଆମକୁ ସଂସ୍କାର ଶିଖାଇବା ସହିତ ସବୁ କାମର କେମିତି ଆମେ ପରଫେକ୍ସନ୍ କରିପାରିବା, ସମୟାନୁବର୍ତ୍ତିତ ହେବା, ଆମର ପାଠପଢ଼ାକୁ ଠିକ୍ ଭାବରେ କରିବା। ଏବଂ ଏଠାରେ ଆସିଲା ପରେ ସାର୍ ଆମକୁ ପ୍ରଥମ କଥା ଶିଖାଇଥିଲେ ସଂସ୍କାର ହେଉଛି ଏମିତି ଗୋଟେ ଜିନିଷ ଯାହା ଆଜି ଆମେ ଛୋଟ ଛୁଆ ହେଇଛେ, ଆମେ ଦିନେ ଦିନେ ବଡ଼ ହବା, ଆମେ ଗୋଟେ ଜାଗାରେ ଚାକିରି କରିବା। ସେଠି ଯଦି ଆମେ ପାଠପଢ଼ା ଠାରୁ ଯଦି ଆମେ ସଂସ୍କାର ଶିଖିଥିବା, ଆମକୁ ଆମ ଉପର ଅଫିସର ମାନେ ନିହାତି ଭାବରେ ଆମକୁ ଆପ୍ରିସିଏଟ୍ କରିବେ। ନହେଲେ ହେଉଛି ସଂସ୍କାର ଯଦି ନ ଶିଖିଥିବା କେହି ଆମକୁ ପଚାରିବେ ନାହିଁ। ଯାହା ବି ହଉ, ଆଜି ହେଉଛି ଆମର ବିଦାୟକାଳୀନ ଦିବସ। ମୁଁ ଏଠାରେ ସାରଙ୍କ ପାଖରେ ଯେତିକି ଦିନ ପଢିଛି, ସାରଙ୍କ ଠାରୁ ଭଲ ପାଇବା, ସ୍ନେହ, ଆଦର, ନିଜ ବାପା ମା ଭଳି, ନିଜ ପ୍ୟାରେଣ୍ଟଙ୍କ ଭଳି ସାରଙ୍କ ଠାରୁ ଆଦର ପାଇଛି। ଆଜି ସମସ୍ତେ ଜାଣିଛନ୍ତି ଯେ ଆମର ଆଜି ଦଶମ ଶ୍ରେଣୀର ବିଦାୟ, ଯେ ଆମେ ବିଦାୟ ନେଇକି ଯାଉଛେ। ତ ମୁଁ ପ୍ରଥମେ କହିବି, ମୁଁ ଯେତେବେଳେ ଆଜିକୁ ମୋର ଏଇଟା 3 ବର୍ଷ ବୁଡ଼ିଗଲା। ପ୍ରଥମେ ଏଇଟା ଅଷ୍ଟମରୁ ଆସିଥିଲି, ଅଷ୍ଟମ, ନବମ, ଦଶମ, ଏଇଟା ମୋର 3 ବର୍ଷ ବୁଡ଼ିଗଲା। ପ୍ରଥମେ ଯେତେବେଳେ ମୁଁ ଆସିଥିଲି, ସେତେବେଳେ ଆମେ ଏଠି ପଢ଼ୁଥିଲେ, ସେଠି ବି ପଢ଼ୁଥିଲେ। ସେତେବେଳେ ପ୍ରଥମେ ଆସିଲା ବେଳେ ଆମେ ସାର୍ ସେତେବେଳେ ଅଲଗା କ୍ଲାସ୍ରେ ପାଠ ପଢ଼ୁଥିଲେ। ସେତେବେଳେ ଦେଖିଲେ ଯେ ଅଲଗା କ୍ଲାସ୍ରେ ମାଡ଼ ହେଉଥିଲା, ପାଠପଢ଼ା ଚାଲିଥିଲା। ମୁଁ ଭାବୁଥିଲି ଯେ ସାର୍ ବହୁତ ପିଟନ୍ତି। ତେଣୁ ଦେଖିଲି ଯେ ସାର୍ ଯେତେବେଳେ ପିଟୁଥିଲେ, ସେତେବେଳେ ସତ ବୋଧେ ଯେ ସାର୍ ପିଟନ୍ତି ବୋଲି। ଯାଇକି ପ୍ରଥମେ ସାର୍ ଆମକୁ ଯେ ବର୍ଗମୂଳ ଶିଖେଇଥିଲେ, ଯେଉଁଟାକି ମୋର ଏବେ ପର୍ଯ୍ୟନ୍ତ ବି ମନେ ଅଛି। ଯେମିତି 10th କ୍ଲାସ୍ରେ ଯେମିତି ଆମକୁ ଏବେ କିଛି ପଢ଼େଇଲେ ମୋର ନିହାତି ଭୁଲିଯାଏ, ଯେ ବେଳଟା ହଉ କି ଯେତେବେଳେ ଭୁଲିଯାଏ, କିନ୍ତୁ ସେଇଟା ମୋତେ ଯେ ବୁଝେଇଥିଲେ ତ ସେଇଟା ମୋର ଏବେ ବି ମନେ ଅଛି। ତ ଆଜି ଆମର ଯେହେତୁ ବିଦାୟ, ଯେ ଆମେ ଏଠୁ ବିଦାୟ ନେଇକି ଯାଉଛେ। ପ୍ରଥମେ କହୁଛି ଯେ ଆମେ ଏଠୁ ବିଦାୟ ନେଇକି ଯାଉନି, ମୁଁ ଏଠୁ ବିଦାୟ ନେବି, ମୁଁ ଏଠୁ ହସି ହସିକା ଯାଉଛି। ତ ମୁଁ ଯେତେବେଳେ ମୋର ସେକେଣ୍ଡ ଫେଜ୍ରେ ମୁଁ ଯେତେବେଳେ ଏଠି ଆସିଲି, କିଛି ବୋଲିକି ଆସିଲି, ସେତେବେଳେ ମୁଁ ହସି ହସିକି ଆସିଲି। ତ ମୁଁ ଏଠୁ ଯଦି କାନ୍ଦି କାନ୍ଦିକା ଯାଇଥିଲି, ତ ମୁଁ ଯେତେବେଳେ କିଛି ନ ବନି ପାରିବି, ତ ସେଠୁ ମୁଁ କାନ୍ଦି କାନ୍ଦିକି ଆସିବି। ତ ଏତିକି କହୁଛି ଯେ ସବୁବେଳେ ସାର୍ଙ୍କ କଥାକୁ ହିଁ ମାନିବ, ଯେ ସାର୍ ଯାହା କହୁଛନ୍ତି ପାଠ ପଢ଼ାଉଛନ୍ତି, ପାଠପଢ଼ା ମାନିବ। ସାର୍ଙ୍କର ଯେମିତିଆ ସଂସ୍କାର, ସ୍ନେହ, ଭଲ ପାଇବା ଯେ କେହି ଚିତ୍ତ କରିକି ଏମିତିଆ ଦେଇପାରୁନଥିବେ, ଯେ ଏତେ ସ୍ନେହ, ଶ୍ରଦ୍ଧା, ଭଲ ପାଇବା କେହି ଦେଇପାରୁନଥିବେ। ତମେ ଯେ ଭାବୁଛ ଯେ ସାର୍ ଯେ ପିଟନ୍ତି, ସାର୍ ତମକୁ ଭଲ ପାଇଲେ ପିଟନ୍ତି। ଯେ ତମେ ତ ଭାବୁଛ ଯେ ସାର୍ ସବୁ ପିଟନ୍ତି, ଗାଳନ୍ତି, ରାଗନ୍ତି। ତ ସେ କଥା ନୁହେଁ ଯେ ସାର୍ ପାଠପଢ଼ା ଦେଇଦିଏ, ପାଠପଢ଼ା ଦେଲେ ହିଁ ସାର୍ ମାନେ ପିଟିବେନି, ଏତେ ବି ମାନେ ଗାଳିବେନି ତମକୁ, ପାଠପଢ଼ା ଦେଇଦିଅ ସେତିକି। ତମେ ଯଦି ସେମିତିଆ ଯଦି ଭଲ ଛୁଆ ହେଇଥିବ, ତ ସାର୍ ତମ ପଛରେ ହିଁ ଲାଗିଥିବେ। ତମେ ଯଦି କିଛି ନ ମାନିବ, କିଛି ସାର୍ଙ୍କୁ ନ ପଚାରିବ, ଆମେ ଯେତେବେଳେ ହଉଛି ମୁଁ କିଛି ପଚାରେନି, ମୁଁ ଯେତେବେଳେ ପାଠ ନ ବୁଝିପାରେ ବା ବୁଝେ, ମୁଁ କିଛି ପଚାରି ପାରିବି। ସେତେବେଳେ ମୁଁ ଅଲଗା ଟାଇମ୍ରେ କେତେବେଳେ ଫାଙ୍କା ଟାଇମ୍ରେ କେତେବେଳେ କିଛି ପଚାରେ। ତମେ ଯଦି କିଛି ସେମିତି ଡାଉଟ୍ ଥିବ, ତମେ ସେମିତି ସାର୍ଙ୍କୁ ପର୍ସନାଲି ପଚାରି ପାରିବ। ତ ଏତିକି କହୁଛି। ଛୋଟ ଛୋଟ ଭାଇ ଓ ଭଉଣୀ, ଆଜି ହେଉଛି ଆମ ଦଶମ ଶ୍ରେଣୀ ପିଲାମାନଙ୍କର ବିଦାୟକାଳୀନ ଦିବସ। ଆମେ ଆମ ଟ୍ୟୁସନରୁ କଦାପି ବିଦାୟ ନେଇନଥାଉ, କିନ୍ତୁ ଆମେ କିଛି ସମୟ ପାଇଁ ବିଦାୟ ନେଉ। ମୁଁ ଯେତେବେଳେ ପ୍ରଥମେ ମୋ ଏଇ ଟ୍ୟୁସନକୁ ଆସିଥିଲି, ସେତେବେଳେ ମୋ ମଧ୍ୟରେ ବହୁତ କିଛିର କମି ଥିଲା, ଯେରକ ସଂସ୍କାର, ଶାଳୀନତା, ଲକ୍ଷଣ, ଅନେକ କିଛିର କମି ଥିଲା। ପାଠ ଯାହା ହେଉଥିଲା କି ନାହିଁ ସେ କଥା ପଛ କଥା,
କିନ୍ତୁ ଯେତେବେଳେ ସାର୍ ମୋତେ ପ୍ରଥମ ଥର ପାଇଁ ମୋତେ ମୋ ସଂସ୍କାର ଶିଖେଇଥିଲେ, ସେତେବେଳେ ମୋତେ ଗୋଟେ ନୂଆ ରାସ୍ତା ଦେଖାଯାଇଥିଲା। ଜ୍ଞାନ ସମସ୍ତଙ୍କ ମଧ୍ୟରେ, ଆଜିର ଏଇ ଦୁନିଆର ଜ୍ଞାନ ସମସ୍ତଙ୍କ ମଧ୍ୟରେ ଭରପୁର ଅଛି, କିନ୍ତୁ ସଂସ୍କାର କେଉଁମାନଙ୍କ ପାଖରେ ଥାଏ କିମ୍ବା କେଉଁମାନଙ୍କ ପାଖରେ ନଥାଏ। ଆପଣଙ୍କର ବ୍ୟବହାର, ନିଜର ବ୍ୟବହାର ହିଁ ଲୋକମାନଙ୍କୁ ଜଣାଇଥାଏ ନିଜର ଜ୍ଞାନ କେତେ। ସାର୍ ସେଇ କଥା ଉପରେ ପ୍ରତିଦିନ ଆମର ଧ୍ୟାନ ଦିଅନ୍ତି। ପିଲାମାନଙ୍କୁ ବିଭିନ୍ନ ପ୍ରକାର ସଂସ୍କାର କଥା ଶିଖେଇଥାନ୍ତି, କିନ୍ତୁ ତା ମଧ୍ୟରୁ କେତେକ ପିଲା ବଦଳିଥାନ୍ତି, କେତେକ ପିଲା ବଦଳି ନଥାନ୍ତି। ତାଙ୍କୁ ସାର୍ଙ୍କ କଥା ଗୁଡ଼ିକ ହେୟ ଜ୍ଞାନ ହେଇଥାଏ, କେତେକ ପିଲାଙ୍କୁ ତା ଭଲ ଲାଗିଥାଏ, ଯାହାଦ୍ୱାରା ସେ ବଦଳି ପାରିଥାନ୍ତି। ପାଠ ତ ସବୁଆଡ଼େ ଭଲ ପଢ଼ାଯାଏ, କିନ୍ତୁ ସଂସ୍କାରଟା ସବୁଆଡ଼େ ଦିଆଯାଏ। ତେଣୁ ପାଠପଢ଼ାଟା ମେନ୍ ହେଲା ଆମର ସଂସ୍କାର। ଆଉ ପ୍ରତିଟି ଟ୍ୟୁସନରେ ଏତେ ଦିଆଯାଏ କି ମୁଁ ଯେ ଏତେ କଥା ମୁଁ ଜାଣିନି, କିନ୍ତୁ ମୋ ମତରେ ମୁଁ ଏ ଟ୍ୟୁସନକୁ ବାଛିଛି, ବହୁତ ଭଲ କରିଛି ଯେ ପାଠପଢ଼ା ସହ ମୁଁ ବହୁତ ସଂସ୍କାର ବି ଶିଖିଛି। ଆଉ ଏଇଟା ହେଉଛି ଟ୍ୟୁସନର ମୂଳଦୁଆ, ଯେ ସଂସ୍କାର ଶିଖିକି ଜଣେ ପିଲା ସବୁକିଛି ଆଗକୁ ବଢ଼ିପାରିବ। ତେଣୁ ଧୀରେ ଧୀରେ ତାପରେ ମୁଁ ସଂସ୍କାର ଶିଖିଲି। ତାପରେ ଦଶମ ଶେଷରେ ଆସିଲା, ତାପରେ ଆମକୁ ଲାଗିଲା ଯେ ଆମେ ଟ୍ୟୁସନକୁ ଛାଡ଼ୁନେ, ଟ୍ୟୁସନ ପାଇଁ ଟ୍ୟୁସନରୁ ବିଦାୟ ନେଉଛୁ କିଛି ସମୟ ପାଇଁ, ନାଇଁ ସବୁଦିନ ପାଇଁ। ଆମ ଟ୍ୟୁସନର କିଛି ସମ୍ବନ୍ଧ ଅଛି, ଆଉ ଆମେ ମଧ୍ୟ ଆଗକୁ ଆସିବା ଟ୍ୟୁସନକୁ। ଶେଷରେ ଏତିକି କହିବି ଯେ ପିଲାମାନେ ପାଠପଢ଼ା ଠାରୁ ଟିକେ ବେଶୀ ଗୁରୁତ୍ୱ ଦିଅ ଯେ ଟିଚରମାନଙ୍କୁ କେମିତି ସମ୍ମାନ କରିବ, ଟିଚରମାନଙ୍କୁ କେମିତି ସମ୍ମାନ ଦେଇକି ସେମାନଙ୍କୁ ଟିକେ ଆଶୀର୍ବାଦ କରିବ, କାହିଁକିନା ପାଠପଢ଼ା ଠାରୁ ବେଶୀ ଆମର 10 ଶ୍ରେଣୀ ପିଲାମାନଙ୍କ ସହ ମୁଁ ଅନେକ ମିଶିଛି ଏବଂ ତାଙ୍କର କଥାବାର୍ତ୍ତା ଭଲ, ଏବଂ ସେମାନେ ଆମକୁ ଅନେକ ଶିକ୍ଷଣୀୟ କଥା ବି କହିଛନ୍ତି। ସେମାନେ ବିଦ୍ୟାକାଳୀନ ସେମାନଙ୍କର ଆଜି ବିଦ୍ୟାକାଳୀନ ଦିବସ ହେଲେ ମଧ୍ୟ ଆମେ ସେମାନଙ୍କୁ ଭୁଲିବା ନାହିଁ ଏବଂ ସେମାନଙ୍କୁ ଚିରଦିନ ପାଇଁ ମନେ ରଖିବା।